ତ ପିଲାମାନେ ଆଜି ଆମେ ପଞ୍ଚମ କ୍ଲାସର ଭାଷା ମହକର ପାଠ 5 ଦଳପତି ପଦ ତୁମକୁ ସାଜେ ପ୍ରଶ୍ନ ଉତ୍ତର ଆର ପିଲାମାନେ ଆଜି କରିବା। ତ ଚାଲ ଦେଖିବା କ'ଣ ଦେଇଛି କ୍ୱେଶ୍ଚିନ୍ ଆନ୍ସର ଆର। ତ ପେଜ ନମ୍ବର 63 କାଢ଼। ଦେଖ ଉପରେ ହେଡ଼ିଂ କ'ଣ ଲେଖିଛି, ଆସ କଥା ହେବା। କ୍ୱେଶ୍ଚିନ୍ ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି ଦେଖ, କପୋତ ରାଜାଙ୍କର କେଉଁ ବିଶେଷ ଗୁଣ ଗୁଡ଼ିକ ତୁମକୁ ଭଲ ଲାଗିଲା। ତ ପିଲାମାନେ ଉତ୍ତର ଲେଖିବାର, କପୋତ ରାଜାଙ୍କର ଧୈର୍ଯ୍ୟ, ବିପଦ ସମୟରେ ବୁଦ୍ଧିମତ୍ତା ଏବଂ ନିଜ ସାଥୀମାନଙ୍କ ପ୍ରତି ଥିବା ନିଃସ୍ୱାର୍ଥପର ଭଲ ପାଇବା ଭଳି ବିଶେଷ ଗୁଣ ଗୁଡ଼ିକ ମୋତେ ଭଲ ଲାଗିଲା। ତ ପିଲାମାନେ ଏକ ନମ୍ବର ଉତ୍ତର ଏମିତି ଲେଖିବ। ଦେଖ ଦୁଇ ନମ୍ବର ଏବେ ଦୁଇ ନମ୍ବର କ୍ୱେଶ୍ଚିନ୍ ଦେଇଛି, ହିରଣ୍ୟକ କପୋତ ରାଜାଙ୍କୁ ପ୍ରଥମେ ବନ୍ଧନ ମୁକ୍ତ କରିବାକୁ ଚାହୁଁଥିଲେ କିନ୍ତୁ କପୋତ ରାଜାଙ୍କ ମନା କରିବାର କାରଣ କ'ଣ। ତ ଉତ୍ତର ଲେଖିବ କ'ଣ ପିଲାମାନେ ଦେଖ, କପୋତ ରାଜାଙ୍କ ଜଣେ ପ୍ରକୃତ ନେତା ଥିଲା। ସେ ଚାହୁଁଥିଲା ଯେ ତାଙ୍କ ପୂର୍ବରୁ ତାଙ୍କର ଆଶ୍ରିତ ସାଥୀ କପୋତମାନେ ପ୍ରଥମେ ଜାଲରୁ ମୁକ୍ତ ହୁଅନ୍ତୁ, ତେଣୁ ସେ ନିଜ ପ୍ରଥମେ ବନ୍ଧନ ମୁକ୍ତ ହେବାକୁ ମନା କରିଥିଲେ। ତ ପିଲାମାନେ ଦୁଇ ନମ୍ବର ଏମିତି ଲେଖିବ। ତିନି ନମ୍ବର ଦେଖ ଏବେ ତିନି ନମ୍ବର କ୍ୱେଶ୍ଚିନ୍ ଦେଇଛି, କେଉଁ ସବୁ ଭଲ ଗୁଣକୁ ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କୁଶଳୀ କରିପାରିବ। ତ ଉତ୍ତର ଲେଖିବ ପରିଶ୍ରମ, ସମୟାନୁବର୍ତ୍ତିତା, ଶୃଙ୍ଖଳା ଏବଂ ସତ୍ୟବାଦିତା ପରି ଭଲ ଗୁଣ ଗୁଡ଼ିକୁ ନିରନ୍ତର ଅଭ୍ୟାସ କରି ମୁଁ ନିଜକୁ ଅଧିକ କୁଶଳୀ କରିପାରିବି। ତ ଏମିତି ଉତ୍ତର ଲେଖିବ ପିଲାମାନେ ତିନି ନମ୍ବର। ଚାରି ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ଯଦି ହିରଣ୍ୟକ ନଥାନ୍ତା ତେବେ କପୋତ ଦଳ ନିଜ ଜୀବନ ବଞ୍ଚାଇବା ପାଇଁ କ'ଣ କରିଥାନ୍ତା। ତ ପିଲାମାନେ ଉତ୍ତର ଲେଖିବ, ଯଦି ହିରଣ୍ୟକ ନ ଆସିଥାନ୍ତା ତେବେ କପୋତ ଦଳ ଏକାଠି ହୋଇ ଜାଲଟିକୁ ଧରି ଉଡ଼ି ଯାଇଥାନ୍ତେ ଏବଂ ଅନ୍ୟ କୌଣସି ଉପାୟରେ କିମ୍ବା ଅନ୍ୟ କାହାର ସାହାଯ୍ୟର ଲାଭ ଜାଲ କାଟିବାକୁ ଚେଷ୍ଟା କରିଥାନ୍ତେ। ତ ପିଲାମାନେ ଚାରି ନମ୍ବର ଏମିତି ଉତ୍ତର ଲେଖିବ। ଏବେ ଦେଖ ତା ତଳେ କ'ଣ କ୍ୱେଶ୍ଚିନ୍ ଦିଆଯାଇଛି, ହେଡ଼ିଂ ଦିଆଯାଇଛି ପାଠରୁ। ଦେଖ କ'ଣ ଲେଖାଯାଇଛି, ତଳେ କେତେକ ପ୍ରଶ୍ନ ଓ ଉତ୍ତର ଦିଆଯାଇଛି। ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାର ଷ୍ଟାର ଚିହ୍ନ ଦିଅ। ପିଲାମାନେ ତାର ଚିହ୍ନ ଦିଅ ବୋଲି କହିଛି। ଦେଖ ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି, କେଉଁ ସ୍ଥାନରେ ବଣୁଆ ଜାଲ ଟାଣିଥିଲା। ତ ପିଲାମାନେ ଏଇଟା ଅପସନ୍ ଦେଇଛି, କ ଦେଇଛି ଆକାଶରେ, ଖ ଦେଇଛି ଅଗଣାରେ, ଗ ଦେଇଛି ପାହାଡ଼ ଉପରେ, ଘ ଦେଇଛି ଜଙ୍ଗଲରେ। ତ ପିଲାମାନେ ଠିକ୍ ଉତ୍ତର କ'ଣ ହେବ, ଠିକ୍ ଉତ୍ତର ହେବ ଜଙ୍ଗଲରେ। ତ ସେଇଟା ଷ୍ଟାର ଚିହ୍ନ ଦେବ। ଦ୍ୱିତୀୟ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ହିରଣ୍ୟକ କିଏ। ତ ପିଲାମାନେ ଏଇଠି ଦେଇଛି ଅପସନ୍, ସିଂହ ରାଜା ନା କପୋତ ରାଜା ନା ମୂଷିକ ରାଜା ନା ଜଙ୍ଗଲ ରାଜା। ତ ଆର ଉତ୍ତର ହେବ ଦୁଇର ଗ ନମ୍ବରଟା ହେଉଛି ଆନ୍ସର କ'ଣ ପିଲାମାନେ, ମୂଷିକ ରାଜା। ତ ସେଇଟା ଷ୍ଟାର ଚିହ୍ନ ଦେବ, ଠିକ୍ ଚିହ୍ନ ମାରିବ ସେଥିରେ। ତିନି ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ତିନି ନମ୍ବର କ୍ୱେଶ୍ଚିନ୍ ଦେଇଛି, କପୋତ ମାନେ କିପରି ନିଜର ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କଲେ। ତ ପିଲାମାନେ ଏଇଟା ବି ଅପସନ୍ ଦେଇଛି କ'ଣ, ଜଣ ଜଣ କରି ଜାଲ ଧରି ଉଡ଼ିଲେ ନା ଏକାଠି ଜାଲ ଧରି ଉଡ଼ିଲେ ନା ଜାଲରୁ ଚଞ୍ଚୁରୀ ଛିଣ୍ଡାଇ ଉଡ଼ିଲେ ନା କେବଳ କପୋତ ରାଜା ଜାଲ ସହିତ ଉଡ଼ିଲେ। ତ ଆର ଠିକ୍ ଉତ୍ତର ହେବ ତିନି ନମ୍ବର ଖଟା ହେବ କ'ଣ, ଏକାଠି ଜାଲ ଧରି ଉଡ଼ିଲେ। ତ ସେଇଟା ଠିକ୍ ଚିହ୍ନ ମାରିବ ସେଥିରେ। ତ ଚାରି ନମ୍ବର ଏବେ ଦେଖ କ'ଣ କ୍ୱେଶ୍ଚିନ୍ ଦେଇଛି, ଚାରି ନମ୍ବର ଦେଇଛି, କପୋତ ମାନେ ଏପରି ଦୋଷ ଭୋଗିଲେ କାହିଁକି। ତ ଅପସନ୍ ବି ସେଇଠି ବି ଦେଇଦେଇଛି। କ ନମ୍ବର ଦେଇଛି, ମୁଗ କଣିକା ଲୋଭରେ ନା ବିରି କଣିକା ଲୋଭରେ ନା ଧାନ କଣିକା ଲୋଭରେ ନା ଖୁଦ କଣିକା ଲୋଭରେ। ତ ଆର ଉତ୍ତର ହେବ ଚାରି ନମ୍ବର ଖଟା ହେବ ବିରି କଣିକା ଲୋଭରେ। ତ ସେଇଠି ଠିକ୍ ଚିହ୍ନ ମାରିବ। ପିଲାମାନେ ଏବେ ଅପସନ୍ ସରିଲା। ଏବେ ଦେଖ ନେକ୍ସଟ ପେଜ କାଢ଼, କ'ଣ ଦିଆଯାଇଛି। ତ ପେଜ ନମ୍ବର କାଢ଼ 64। ଦେଖ କ'ଣ ଲେଖା ହେଇଛି, ଚିନ୍ତା କରି ଲେଖ। ତ ପିଲାମାନେ ଲେଖା ହେଇଛି, ତଳେ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଏକ ନମ୍ବର ଦେଖ କ'ଣ ଦିଆଯାଇଛି, ଯଦି କପୋତ ମାନେ ଏକମନ ହୋଇ ନଥାନ୍ତେ ତେବେ କ'ଣ ହୋଇଥାନ୍ତା। ତ ପିଲାମାନେ ଆର ଉତ୍ତର ଲେଖିବ, ଯଦି କପୋତ ମାନେ ଏକମନ ହୋଇ ନଥାନ୍ତେ ତେବେ ସେମାନେ ଜାଲ ସହ ଉଡ଼ି ପାରିନଥାନ୍ତେ ଏବଂ ଶିକାରୀ ହାତରେ ଧରାପଡ଼ି ପ୍ରାଣ ହରାଇଥାନ୍ତେ। ତ ପିଲାମାନେ ଏକ ନମ୍ବର ଉତ୍ତର ଏମିତି ଲେଖିବ। ଦୁଇ ନମ୍ବର ଦେଖ, ଦୁଇ ନମ୍ବର କ୍ୱେଶ୍ଚିନ୍ ଦେଇଛି, ଶିକାରୀ ଜାଲ ବିଛାଇଥିଲା କାହିଁକି। ତ ପିଲାମାନେ ଶିକାରୀ କ'ଣ ପାଇଁ ଜାଲ ବିଛାଇଥିଲା। ତ ଆର ଉତ୍ତର ଲେଖିବ ପକ୍ଷୀମାନଙ୍କୁ ଧରିବା ପାଇଁ ଶିକାରୀ ଜାଲ ବିଛାଇଥିଲା। ତ ଦୁଇ ନମ୍ବର ଏମିତି ଲେଖିବ। ତିନି ନମ୍ବର ଦେଖ ଏବେ ତିନି ନମ୍ବର କ୍ୱେଶ୍ଚିନ୍ ଦେଇଛି, ଯଦି କପୋତ ମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତାହେଲେ କି ଅସୁବିଧା ହୋଇଥାନ୍ତା। ତ ଉତ୍ତର ଲେଖିବ, ଯଦି କପୋତ ମାନେ ଜାଲରୁ ମୁକ୍ତ ହୋଇନଥାନ୍ତେ ତେବେ ସେମାନେ ଶିକାରୀର ଶିକାରୀ ହୋଇଥାନ୍ତେ ଏବଂ ସବୁଦିନ ପାଇଁ ନିଜର ସ୍ୱାଧୀନତା ହରାଇଥାନ୍ତେ। ତ ପିଲାମାନେ ତିନି ନମ୍ବର ଏମିତି ଉତ୍ତର ଲେଖିବ। ଚାରି ନମ୍ବର ଦେଖ ଏବେ ଚାରି ନମ୍ବର କ୍ୱେଶ୍ଚିନ୍ ଦେଇଛି, ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବା ପାଇଁ ତୁମେ କ'ଣ କରିବ। ତ ପିଲାମାନେ ତୁମେ ସବୁ କ'ଣ କରିବ ତାର ଭଳିଆ ବନ୍ଧୁ ହେବା ପାଇଁ। ତ ଉତ୍ତର ଲେଖିବ, ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବା ପାଇଁ ମୁଁ
ବିପଦ ସମୟରେ ବନ୍ଧୁକୁ ସାହାଯ୍ୟ କରିବି, ତାକୁ ସଠିକ୍ ପରାମର୍ଶ ଦେବି ଏବଂ ସର୍ବଦା ନିଃସ୍ୱାର୍ଥପର ଭାବେ ବନ୍ଧୁତା ରକ୍ଷା କରିବି। ତ ପିଲାମାନେ ଏମିତି 4 ନମ୍ବର ଉତ୍ତର ଲେଖିବା। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ପିଲାମାନେ ହେଡ଼ିଂ ଦେଇଛି ଅନୁମାନ ଓ କଳ୍ପନାରୁ। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି, ଯଦି ହିରଣ୍ୟକ କପୋତ ରାଜାଙ୍କୁ ଡାକ ଶୁଣି ଆସିନଥାନ୍ତା ତେବେ କ'ଣ ହୋଇଥାନ୍ତା। ତ ପିଲାମାନେ ଆର ଉତ୍ତର ଲେଖିବ। ତ ଉତ୍ତର ଲେଖିବ, ଯଦି ହିରଣ୍ୟକ ଆସିନଥାନ୍ତେ ତେବେ କପୋତ ରାଜା ଓ ଅନ୍ୟ ସମସ୍ତ ପାରାମାନେ ଶିକାର ଜାଲରେ ମୁକ୍ତ ହୋଇପାରିନଥାନ୍ତେ। ଶେଷରେ ଶିକାରୀ ସେମାନଙ୍କୁ ଧରି ନେଇ ଯାଇଥାନ୍ତେ। ତ ପିଲାମାନେ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ ଏବେ 2 ନମ୍ବର ପ୍ରଶ୍ନ ଦେଇଛି, ତୁମେ କପୋତ ରାଜାଙ୍କ ସ୍ଥାନରେ ଥିଲେ କ'ଣ କରିପାରିଥାନ୍ତ। ତ ପିଲାମାନେ କହିଲ ତମେ ଯଦି କପୋତ ରାଜାଙ୍କ ସ୍ଥାନରେ ଯଦି ଥାଆନ୍ତ ତୁମେ କ'ଣ କରିପାରିଥାନ୍ତ। ତ ଭାବି ଲେଖିପାରିବ, ନହେଲେ ତ ମୁଁ ଉତ୍ତର କହିଦେଉଛି ଦେଖ। ତ ଏମିତି ଉତ୍ତର ଲେଖିବ, ମୁଁ କପୋତ ରାଜାଙ୍କ ସ୍ଥାନରେ ଥିଲେ ମଧ୍ୟ ବିପଦ ସମୟରେ ଧୈର୍ଯ୍ୟ ନ ହରାଇ ସମସ୍ତଙ୍କୁ ଏକାଠି ଉଡ଼ିବାକୁ ପରାମର୍ଶ ଦେଇଥାନ୍ତି ଏବଂ ନିଜ ବନ୍ଧୁଙ୍କୁ ସାହାଯ୍ୟ ଲୋଡ଼ିଥାନ୍ତି। ତ ଏମିତି 2 ନମ୍ବର ଉତ୍ତର ଲେଖିବ। 3 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନଥାନ୍ତେ ତେବେ କ'ଣ ଅସୁବିଧା ହୋଇଥାନ୍ତା। ତ ପିଲାମାନେ ଉତ୍ତର ଲେଖିବ। ତ 3 ନମ୍ବର ଉତ୍ତର ଲେଖିବ, ଯଦି ଦଳପତି କେବଳ ନିଜ କଥା ଭାବିଥାନ୍ତା ତେବେ ଦଳର ଏକତା ଭାଙ୍ଗି ଯାଇଥାନ୍ତା, ଅନ୍ୟ ପାରାମାନେ ଜାଲରେ ଛନ୍ଦି ହୋଇ ରହିଯାଇଥାନ୍ତେ ଏବଂ ଶିକାରୀ ହାତରେ ଧରା ପଡ଼ିଥାନ୍ତେ। ତ ପିଲାମାନେ 3 ନମ୍ବର ଏମିତି ଉତ୍ତର ଲେଖିବ। ଏବେ ଦେଖ 4 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 4 ନମ୍ବର କ୍ୱେଶ୍ଚିନ୍ ଦେଇଛି, ଯଦି ତୁମେ ହିରଣ୍ୟକ ଓ କପୋତ ରାଜାଙ୍କୁ କୌଣସି ସ୍ଥାନରେ ଭେଟ ତେବେ ତାଙ୍କ ସହିତ କ'ଣ କଥା ହେବ। ତ ପିଲାମାନେ ଉତ୍ତର ଲେଖିବାର। ତ 4 ନମ୍ବର ଲେଖିବ, ମୁଁ ସେମାନଙ୍କୁ ଭେଟିଲେ ସେମାନଙ୍କର ଅତୁଟ ବନ୍ଧୁତା ଓ ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରିବାର ମହାନ ଗୁଣ ପାଇଁ ଧନ୍ୟବାଦ ଜଣାଇଥାନ୍ତି, ସେମାନଙ୍କ ଠାରୁ ଏକତା ଓ ସାହସ ବିଷୟରେ କିଛି ଶିକ୍ଷା କରିଥାନ୍ତି। ତ ପିଲାମାନେ ଏମିତି 4 ନମ୍ବର ଉତ୍ତର ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ତ ପିଲାମାନେ ନେକ୍ସଟ ହେଡ଼ିଂ ଦେଇଛି ଭାଷାର କଥା। ଦେଖ 1 ନମ୍ବର କ'ଣ ଲେଖା ହେଇଛି, କବିତାର କିଛି ପଦ୍ୟାଂଶ ତଳେ ଦିଆଯାଇଛି, ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ତ ପିଲାମାନେ ଦେଖ ଦେଇଛି କ'ଣ, ଶୁଣି ଏଇ ଡାକ ମୂଷିକ ରାଜା, ବାହାରକୁ ଆସି ହୋଇଲ ଉଭା, ଦଳବଳ ସହ କପୋତ ରାଜା, ଦଶା ଦେଖି ସେ ତ ହୋଇଲେ କାବା। ଦେଖ ରେଖାଙ୍କିତ ଶବ୍ଦ ଉଭା ଓ କାବା ଶବ୍ଦ ଦୁଇଟି ହେଉଛି ସମାତନ ଶବ୍ଦ। ପିଲାମାନେ ଦେଖ 2 ନମ୍ବର ଲେଖା ହେଇଛି, ଏହି କବିତାରେ ଏହିପରି ସମାତନ ବିଶିଷ୍ଟ ନୂଆ ଶବ୍ଦକୁ ବାଛି ଲେଖ। ତ ପିଲାମାନେ ଦେଖ କେମିତି ଲେଖିବ ନୂଆ ଶବ୍ଦ ବାଛିରେ। ତ ଏହିଭଳି ଭାବେ ଲେଖିପାରିବ, ରାଜା, କଜା, ଡାକ, ପାକବା, ଚାକ, ଧାଇଁ, ପାଇଁ, ହସ, ରସ, ବାଣ, ପ୍ରାଣ। ତ ପିଲାମାନେ ଏହିପରି ଭାବେ 2 ନମ୍ବର ଏବେ ଲେଖିପାରିବ। ଏବେ ଦେଖ ଚାଲ ନେକ୍ସଟ ଦେଖିବା। ତ ପିଲାମାନେ ପେଜ ନମ୍ବର 65 କାଢ଼। ଦେଖ 3 ନମ୍ବର କ'ଣ ଲେଖା ହେଇଛି କ୍ୱେଶ୍ଚିନ୍, ତଳେ ଦିଆଯାଇଥିବା ପଦ୍ୟାଂଶକୁ ଧ୍ୟାନର ସହିତ ପଢ଼। କ ନମ୍ବର ଲେଖା ହେଇଛି, ଶୁଣି ଏଇ ଡାକ ମୂଷିକ ରାଜା, ବାହାରକୁ ଆସି ହୋଇଲ ସାଜା। ହୋଇଲ ତଳେ ପିଲାମାନେ ଗୋଟେ ଗାର ଦିଆଯାଇଛି, ହୋଇଲ ଉଭା। ଖ ନମ୍ବର ଲେଖା ହେଇଛି, ଯାଇଥିଲୁ ବନ ପଥରେ ଉଡ଼ି ପଡ଼ିଗଲୁ ଆମେ ବାଣୁଆ ଅଜାଲେ। ତ ଲେଖା ହେଇଛି ପିଲାମାନେ ଯାଇଥିଲୁ, ସେଇଠି ଗୋଟେ ଗାର ଦିଆଯାଇଛି, ତାପରେ ପଡ଼ିଗଲୁ, ତ ସେଥିରେ ବି ଗୋଟେ ଗାର ଦିଆଯାଇଛି। ଦେଖ ଗ ନମ୍ବର ଲେଖା ହେଇଛି, ଜାଲ ସହିତରେ ଆସୁଛି ଓଡ଼ି, ଆସୁଛି ତଳେ ଗୋଟେ ଗାର ଦିଆଯାଇଛି। ତ ପିଲାମାନେ ଦେଖ ଧ୍ୟାନରେ ଦେଖ, ଏହି ପଦ୍ୟାଂଶର ଗାର ଦିଆଯାଇଥିବା ଶବ୍ଦ ଗୁଡ଼ିକ ଗୋଟିଏ ଗୋଟିଏ କାର୍ଯ୍ୟକୁ ବୁଝାଉଛି, ହେଲେ ଯାଇଥିଲୁ, ପଡ଼ିଗଲୁ ଅତୀତ କାଳରେ ହୋଇଥିବା କାର୍ଯ୍ୟରୁ ବୁଝାଉଛି, ଆସୁଛି ବର୍ତ୍ତମାନ ସମୟରେ କାର୍ଯ୍ୟକୁ ବୁଝାଉଛି। ଦେଖ 4 ନମ୍ବର ଦେଇଦେଇଛି ପିଲାମାନେ ବର୍ତ୍ତମାନ କାଳ, ଅତୀତ କାଳ ଓ ଭବିଷ୍ୟତ କାଳ। ତ ଦେଖିବା ଏବେ ଚାଲ। ତ ତଳେ ଦେଖ 4 ନମ୍ବର ଦିଆଯାଇଛି, ଏବେ ଆସ ନିମ୍ନ କ୍ରିୟା ଗୁଡ଼ିକର ବିଭିନ୍ନ କାଳରେ ଥିବା ରୂପକୁ ଲେଖିବା। ତ ପିଲାମାନେ ଏଠି ଦେଖ ବର୍ତ୍ତମାନ କାଳ ଦିଆଯାଇଛି, ଅତୀତ କାଳ ଦିଆଯାଇଛି, ଭବିଷ୍ୟତ କାଳ ଦିଆଯାଇଛି। ତ ପିଲାମାନେ ଦେଖ ବର୍ତ୍ତମାନ କାଳରେ କ'ଣ ଲେଖା ହେଇଛି, ଯାଏ ଲେଖା ହେଇଛି, ଅତୀତ କାଳରେ ଗଲି, ଭବିଷ୍ୟତ କାଳରେ ଯିବି। ତ ଆଉ ଗୋଟେ ଲେଖା ହେଇନି, ଅତୀତ କାଳରେ ଖାଇଲା ଲେଖା ହେଇଛି, ତାପରେ ଆଉ ଲେଖା। ତ ଦେଖ କେମିତି ଲେଖିବ କହିଦେଉଛି ମୁଁ। ତ ବର୍ତ୍ତମାନ କାଳରେ ଲେଖିବ ସେକେଣ୍ଡଟା ଖାଏ, ତାପରେ ଅତୀତ କାଳରେ ଖାଇଲା, ତାପରେ ଭବିଷ୍ୟତ କାଳରେ ଖାଇବ, ତାପରେ ବର୍ତ୍ତମାନ କାଳରେ ଲେଖିବ ଉଡ଼େ, ତାପରେ ଲେଖିବ ଅତୀତ କାଳରେ ଉଡ଼ିଲା, ତାପରେ ଭବିଷ୍ୟତ କାଳରେ ଉଡ଼ିବ, ତାପରେ ଲେଖିବ ବର୍ତ୍ତମାନ କାଳରେ କ'ଣ କରେ, ଅତୀତ କାଳରେ କଲା, ତାପରେ ଭବିଷ୍ୟତ କାଳରେ କରିବ। ତ ପିଲାମାନେ ଏମିତି ଲେଖିରେ ସରେଇବ ବର୍ତ୍ତମାନ, ଅତୀତ କାଳ, ଭବିଷ୍ୟତ କାଳ, ଟ୍ରାନ୍ସଲେସନ୍ ଟାଇପ୍ର। ଏବେ ଦେଖ ନେକ୍ସଟ କ୍ୱେଶ୍ଚିନ୍ ଚାଲ ଦେଖିବା କ'ଣ ଦେଇଛି। ତ 5 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ପିଲାମାନେ,
ତୁମେ ଦଳପତି ବନ୍ଧୁ ମୋର ପହିଲେ ତୁମକୁ ଦେବି। ମୁକୁଟ ଉପରୋକ୍ତ ଧାଡ଼ିଟିକୁ ଭଲ ଭାବରେ ଦେଖ। ଏଠାରେ ରେଖାଙ୍କିତ ଶବ୍ଦ ଦୁଇଟି ମୂଷିକ ରାଜାଙ୍କ ବଦଳରେ ଲେଖାଯାଇଛି। ଏହାକୁ ବିଶେଷ ପଦ କୁହାଯାଏ। ମୂଷିକ ରାଜା ଓ କପୋତ ରାଜା ଶବ୍ଦ ଦୁଇଟି ନାମବାଚକ ବିଶେଷ। ଏହି ବିଶେଷ ପଦ ବଦଳରେ ଯାହା ବ୍ୟବହୃତ ହୁଏ ତାହା ସର୍ବନାମ ପଦ। ତ ପିଲାମାନେ ଦେଖ, ଏବେ ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକର ରେଖାଙ୍କିତ ବିଶେଷ ଗୁଡ଼ିକ ବଦଳରେ ଉପଯୁକ୍ତ ସର୍ବନାମ ପଦ ବ୍ୟବହାର କର। ତ ଚାଲ କରିବା ସର୍ବନାମ ବ୍ୟବହାର। ତ କ ନମ୍ବର ଦେଖ କ'ଣ ଦେଇଛି, ହିରଣ୍ୟକୁ ଦେଖି ଦଳପତି ଟିକେ ସାହସ ପାଇଲା। ତ ଦେଖ, ଯେପରି ଆନ୍ସର ଦେଇଛି ତାକୁ ଦେଖି ସେ ଟିକେ ସାହସ ପାଇଲା। ଦେଖ ଖ ନମ୍ବର କ'ଣ ଲେଖାଯାଇଛି, ଶିକାରୀର ଜାଲରେ କପୋତମାନେ ପଡ଼ିଗଲେ। ତ ଆର ଉତ୍ତର ଲେଖିବ। ତ ଖ ନମ୍ବର ଲେଖିବ ଶିକାରୀର ଜାଲରେ ସେମାନେ ପଡ଼ିଗଲେ। ଏବେ ଦେଖ ଗ ନମ୍ବର କ'ଣ ଦେଇଛି, ଗ ନମ୍ବର କ୍ୱେଶ୍ଚିନ୍ ଲେଖାଯାଇଛି କପୋତମାନଙ୍କର ଆନନ୍ଦ କହିଲେ ନ ସରେ। ତ ପିଲାମାନେ ଆର ଉତ୍ତର ଲେଖିବ। ତ ଗ ନମ୍ବର ଉତ୍ତର ଲେଖିବ ସେମାନଙ୍କର ଆନନ୍ଦ କହିଲେ ନ ସରେ, ଏମିତି ଲେଖିବ। ଘ ନମ୍ବର ଦେଖ ଏବେ, ତ ଘ ନମ୍ବର ଲେଖାଯାଇଛି ମୂଷିକ ରାଜାର ଦାନ୍ତ ମୁନିଆ ଥିଲା। ତ ଦେଖ ଉତ୍ତର ଲେଖିବ। ତ ଉତ୍ତର ଲେଖିବ ତାଙ୍କର ଦାନ୍ତ ମୁନିଆ ଥିଲା। ତ ପିଲାମାନେ ଏଇଭଳି ଭାବରେ ଗୋଟେ କ ଖ ଗ କରି ଲେଖିବ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖିବା। ତ ହେଡ଼ିଂ ଦିଆଯାଇଛି କବିତାରୁ କାହାଣୀ। ଦେଖ ଏକ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି, ଦଳପତି ପଦ ତୁମକୁ ସାଜେ। କବିତାରୁ ତୁମ ହିରଣ୍ୟକ ଓ କପୋତ ରାଜାଙ୍କ କଥାବାର୍ତ୍ତାରେ ଆନନ୍ଦ ନେଲ। ଏବେ ଏହି କଥାକୁ ନିଜ ଭାଷାରେ ଲେଖ। ତ ପିଲାମାନେ ଦେଖ କେମିତି ଲେଖିବ କହିଦେଉଛି ମୁଁ। ତ ଏକ ନମ୍ବର ଲେଖିବ, ଉତ୍ତର ଲେଖିବ, ଥରେ ଏକ କପୋତ ଦଳ ପାରା ଦଳ ଶିକାରୀରେ ବିଛାଇଥିବା ଜାଲରେ ଧରା ପଡ଼ିଗଲେ। ସେମାନଙ୍କର ଦଳପତି ବା କପୋତ ରାଜାଙ୍କର ବୁଦ୍ଧି ଓ ପରାମର୍ଶ କ୍ରମେ ସମସ୍ତେ ଏକାଠି ବଳ ପ୍ରୟୋଗ କରି ଜାଲ ସହିତ ଉଡ଼ିଗଲେ। ହେଲା, ତାପରେ ଏବଂ ନିଜର ବିଶ୍ୱସ୍ତ ମିତ୍ର ମୂଷିକ ରାଜା ହିରଣ୍ୟଙ୍କ ପାଖରେ ଯାଇ ପହଞ୍ଚିଲେ। କପୋତ ରାଜାଙ୍କ ହିରଣ୍ୟକୁ ଜାଲ କାଟି ସମସ୍ତଙ୍କୁ ରକ୍ଷା କରିବା ପାଇଁ ନିବେଦନ କଲେ। ତ ଫାର୍ଷ୍ଟ ପାରାଗ୍ରାଫରେ ଏମିତି ଲେଖିବେ। ସେକେଣ୍ଡ ପାରାଗ୍ରାଫ ଲେଖିବ। ତ ସେକେଣ୍ଡ ପାରାଗ୍ରାଫ ସେଥିରେ ଆଗେ ଲେଖିବ, ହିରଣ୍ୟକ ନିଜ ପ୍ରିୟ ବନ୍ଧୁ କପୋତ ରାଜାଙ୍କୁ ବିପଦରେ ଦେଖି ବ୍ୟାକୁଳ ହୋଇ ପ୍ରଥମେ ତାଙ୍କର ଜାଲ କାଟିବାକୁ ଆଗେଇ ଆସିଲେ। କିନ୍ତୁ କପୋତ ରାଜା ତାଙ୍କୁ ଅଟକାଇ କହିଲେ, ହେ ମିତ୍ର, ପ୍ରଥମେ ମୋର ଆଶ୍ରିତ ତଥା ଅନୁଗାମୀ କପୋତମାନଙ୍କୁ ମୁକ୍ତି କର, ତାପରେ ଶେଷରେ ମୋର ଜାଲ କାଟିବ। ତ ପିଲାମାନେ ଏକ ନମ୍ବର ଏମିତି ନିଜ ଭାଷାରେ ଲେଖିପାରିବ। ଦୁଇ ନମ୍ବର ଏବେ ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି। ଦୁଇ ନମ୍ବର କ୍ୱେଶ୍ଚିନ୍ ଦେଇଛି, ଏହି କବିତାରେ ଶେଷରେ କପୋତମାନଙ୍କୁ ଜାଲରୁ ମୂଷିକ ରାଜା ମୁକ୍ତ କରିବା ପରେ କ'ଣ ହୋଇଥିବେ? ତମେ ନିଜ ଏହାର ଶେଷ ଭାଗକୁ ବଦଳାଇ ଭିନ୍ନ ପ୍ରକାର ଲେଖ। ଯେପରି ଦେଖ ଏଠି ଦେଇଦେଇଛି, ଶିକାରୀ କପୋତମାନଙ୍କୁ ନିଜ ମୁକ୍ତି କରିଛି। ସେକେଣ୍ଡ ଚିତ୍ର ଦେଇଛି, ଶିକାରୀ ସହିତ କପୋତମାନେ କଥାବାର୍ତ୍ତା ହେଉଛନ୍ତି। ତ ପିଲାମାନେ ଆର ଉତ୍ତର ଗୋଟେ ବାକ୍ସରେ, ଆର ଉତ୍ତର କେମିତି ଲେଖିବ ଦେଖ ମୁଁ କହିଦେଉଛି। ତ ପିଲାମାନେ ଶିକାରୀ କପୋତମାନଙ୍କୁ ନିଯୁକ୍ତି ମୁକ୍ତି କରିଛି। ତ ପିଲାମାନେ ଦେଖ ଲେଖିବ, କପୋତ ଓ ଶିକାରୀର ବନ୍ଧୁତା। ଜାଲ ଧରି ଉଡ଼ିଯାଇଥିବା କପୋତମାନଙ୍କ ଏକତା ଦେଖି ଶିକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ନିଜର ଭୁଲ ବୁଝିପାରି କପୋତମାନଙ୍କ ପାଖକୁ ଯାଇ କ୍ଷମା ମାଗିଲେ ଏବଂ ସେମାନଙ୍କୁ ଜାଲରୁ ମୁକ୍ତି କରିଦେଲେ। ସେହି ଦିନଠାରୁ ଶିକାରୀ ପଶୁପକ୍ଷୀ ମାରିବା ଛାଡ଼ି ସେମାନଙ୍କର ବନ୍ଧୁ ପାଲଟିଗଲା। ତ ଏମିତି ଲେଖିବ। ସେକେଣ୍ଡ ଚିତ୍ର ଦିଆଯାଇଛି, ପିଲାମାନେ ଶିକାରୀ ସହିତ କପୋତମାନେ କଥାବାର୍ତ୍ତା ହେଉଛନ୍ତି। ତ ଏଥିରେ ଲେଖିବ, ତ ସେକେଣ୍ଡ ଚିତ୍ରରେ ଲେଖିବ ଶିକାରୀ ସହିତ କଥାବାର୍ତ୍ତା। କପୋତମାନେ ଜାଲରୁ ମୁକ୍ତି ହେବା ପରେ ଶିକାରୀ ସହିତ କଥାବାର୍ତ୍ତା କଲେ। ସେମାନେ ଶିକାରୀକୁ ବୁଝାଇଲେ ଯେ ଜୀବହିଂସା କରିବା ପାପ। କପୋତମାନଙ୍କ କଥାରେ ଶିକାରୀମାନେ ମନ ପରିବର୍ତ୍ତନ ହେଲା ଏବଂ ସେ ଜଣେ ଭଲ ମଣିଷ ହେବାକୁ ଶପଥ ନେଲା। ତ ପିଲାମାନେ ଏମିତି ଯେଉଁ ବାକ୍ସ ସେଇ ବାକ୍ସରେ ଉତ୍ତର ଗୋଟେ କରି ଲେଖିବ। ଏବେ ଚାଲ ଦେଖିବା ନେକ୍ସଟ କ'ଣ ଦିଆଯାଇଛି। ତ ନେକ୍ସଟ ପେଜ କାର୍ଡ଼ 67 ଦେଖ, କଥାବାର୍ତ୍ତା ହେଡ଼ିଂ ଦେଇଛି। କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ, ତଳେ ମୂଷିକ ରାଜା ଓ ବନ୍ଧୁ କପୋତ ରାଜାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନିଜ କଳ୍ପନାରୁ ପୂରଣ କର। ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ? ତ ପିଲାମାନେ ଏଇଠି ଦେଖ 6ଟା ଚିତ୍ର ଦେଇଦେଇଛି। ପିଲାମାନେ ପାରା ଦେଇଦେଇଛି, ପାରା ଚିତ୍ର, ମୂଷିକ ରାଜା ଓ ଗୋଟେ କୃଷକ ତ ଅଛି। ପିଲାମାନେ ତ ଦେଖ କେମିତି ଲେଖିବ ତୁମ ନିଜ କଳ୍ପନାରେ ମୁଁ କହିଦେଉଛି। ତ ଉତ୍ତର ଲେଖିବ ପିଲାମାନେ, କପୋତ ରାଜା, ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ? ମୂଷିକ ରାଜା ହିରଣ୍ୟକ, ମୁଁ ମୋ ଗାତ ଭିତରେ ଅଛି। ବନ୍ଧୁ, ବାହାରେ କାହାର ସ୍ୱର ଶୁଭୁଛି। ତ ପିଲାମାନେ ଏମିତି ଲେଖିବ। ତାର କପୋତ ରାଜା, ମୁଁ ତୁମ ପ୍ରିୟ ବନ୍ଧୁ କପୋତ ରାଜା, ଆମେ ସମସ୍ତେ ଏକ ବଡ଼ ବିପଦରେ ପଡ଼ି ତୁମ ପାଖକୁ ଆସିଛୁ, ଶୀଘ୍ର ବାହାରକୁ ଆସ। ମୂଷିକ ରାଜା ଗାତରୁ ବାହାରକୁ ଆସି, ଆରେ ବନ୍ଧୁ, ତୁମେ ସମସ୍ତେ ଏହି ଶିକାର ଜାଲ ଭିତରେ କେମିତି ଫସିଗଲ? ତ ପିଲାମାନେ ସେକେଣ୍ଡ ନେକ୍ସଟ ପାରାଗ୍ରାଫ ଲେଖିବ। ତ ସେଥିରେ ଆଗେ ନେକ୍ସଟ ଲେଖିବ, ମୂଷିକ ରାଜା ଗାତରୁ ବାହାରକୁ ଆସି, ଆରେ ବନ୍ଧୁ, ତୁମେ ସମସ୍ତେ ଏହି ଶିକାର ଜାଲ ଭିତରେ କେମିତି ଫସିଗଲ? ତ ସେକେଣ୍ଡ ଲେଖିବ, କପୋତ
କପଟ ରାଜା, ଲୋଭ ଯୋଗୁଁ ଆମେ ବ୍ୟାଧରେ ଜାଲରେ ପଡ଼ିଗଲୁ, କିନ୍ତୁ ଏକତା ବଳରେ ଆମେ ସମସ୍ତେ ଜାଲ ସହିତ ଉଡ଼ି ପକାଇ ଆସୁଛୁ। ଦୟାକରି ଏହି ଜାଲକୁ କାଟି ଆମକୁ ରକ୍ଷା କର। ଏମିତି ଲେଖିବ। ତାପରେ ନେକ୍ସଟ ମୂଷିକ ରାଜା, ତୁମେ ଜମାରୁ ବ୍ୟସ୍ତ ହୁଅ ନାହିଁ ବନ୍ଧୁ, ମୁଁ ଏବେ ମୋର ଧାରୁଆ ଦାନ୍ତରେ ଏହି ଜାଲକୁ କାଟି ତୁମମାନଙ୍କୁ ମୁକ୍ତି କରିଛି। କପଟ ରାଜା, ତୁମକୁ ଅନେକ ଅନେକ ଧନ୍ୟବାଦ ବନ୍ଧୁ। ବିପଦ ସମୟରେ କିଏ ସାହାଯ୍ୟ କରେ ସିଏ ହିଁ ପ୍ରକୃତ ବନ୍ଧୁ। ତ ପିଲାମାନେ ଏମିତି এই ବାକ୍ସରେ କଥାବାର୍ତ୍ତାର ପୁରା ଲେଖିବ ଗୋଟେ ଗୋଟେ ପଏଣ୍ଟ କରି ତା ତଳକୁ। ଏବେ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ନେକ୍ସଟ ପଏଣ୍ଟ ଲେଖା ହେଇଛି, ଦେଖ ନେକ୍ସଟ ପେଜ କାର୍ଡ 18ଟି ପେଜ। ଦେଖ ତୁଳନା ଲେଖା ହେଇଛି ହେଡିଂ। ଦେଖ କ'ଣ ଲେଖା ହେଇଛି, ତଳେ କେତେକ ଗୁଣର ସୂଚନା ଦିଆଯାଇଛି, ସେଥିମଧ୍ୟରୁ କେତେକ ଶିକାରୀ ଓ ଆଉ କେତେକ ହିରଣ୍ୟର ବିଶେଷ ଗୁଣକୁ ସୂଚାଉଛି। ଏବେ ସେଗୁଡ଼ିକ ସେମାନଙ୍କ ନାମ ତଳେ ଠିକ୍ ଚିହ୍ନ ବା ଭୁଲ ଚିହ୍ନ ଦେଇ ଦର୍ଶାଅ। ତ ପିଲାମାନେ ଦେଖ ଏଇଟା ଗୋଟେ ବାକ୍ସ କରାଯାଇଛି, ଗୁଣ, ଶିକାରୀ, ହିରଣ୍ୟକ, ମୂଷିକ ରାଜ। ଦେଖ ପରୋପକାର, ତାପରେ ବୁଦ୍ଧିମାନ, ନିଷ୍ଠୁର, ଶକ୍ତିଶାଳୀ, ଚତୁର, ସାହସୀ, ନିରୀହ, ସଜଗ, ସିଂହ। ତ ଏଇଟା ଠିକ୍ ହବ କୋଉଟା ଭୁଲ ହବ? ତ ଚାଲ ଗୋଟେ ଗୋଟେ କରିବା। ତ ପରୋପକାର ଦେଇଛି ଶିକାରୀ, ସେଇଟା ଭୁଲ ହବ। ହିରଣ୍ୟକ ସେଇଟା ଠିକ୍ ହବ। ତାପରେ ବୁଦ୍ଧିମାନ ଦେଇଛି, ସେଇଟା ଭୁଲ ହବ। ଶିକାରୀ ତାପରେ ହିରଣ୍ୟକ ସେଇଟା ଠିକ୍ ମାରିବ। ତାପରେ ନିଷ୍ଠୁର ଦେଇଛି, ସେଇଟା ଠିକ୍ ମାରିବ। ତାପରେ ହିରଣ୍ୟକ ସେଇଟା ଭୁଲ ମାରିବ। ତାପରେ ଶକ୍ତିଶାଳୀ ଶିକାରୀରେ ସେଇଟା ଠିକ୍ ହବ। ତାପରେ ହିରଣ୍ୟକ ସେଇଟା ଭୁଲ ମାରିବ। ତାପରେ ଚତୁର ଦେଇଛି ଶିକାରୀରେ, ଚତୁର ସେଇଟା ଭୁଲ ମାରିବ। ହିରଣ୍ୟକ ସେଇଟା ଠିକ୍ ମାରିବ। ତାପରେ ସାହସୀ ଦେଇଛି ଶିକାରୀରେ, ସେଇଟା ଭୁଲ ମାରିବ। ହିରଣ୍ୟକରେ ସେଇଟା ଠିକ୍ ମାରିବ। ତାପରେ କ'ଣ ଦେଇଛି, ନିରୀହ ଦେଇଛି, ନିରୀହରେ ସେଇଟା ଭୁଲ ମାରିବ। ହିରଣ୍ୟକରେ ସେଇଟା ଠିକ୍ ମାରିବ। ତାପରେ କ'ଣ ଦେଇଛି, ସହଯୋଗୀ, ସହଯୋଗୀରେ ସେଇଟା ବି ଭୁଲ ମାରିବ ଶିକାରୀ। ତାପରେ ହିରଣ୍ୟକରେ ସେଇଟା ଠିକ୍ ମାରିବ। ତାପରେ ହିଂସ୍ରା ଶିକାରୀ, ସେଇଟା ଠିକ୍ ମାରିବ। ହିରଣ୍ୟକର ମୂଷିକ ରାଜ ସେଇଟା ଭୁଲ ମାରିବ। ତ ପିଲାମାନେ ଏମିତି ଗୋଟେ ଗୋଟେ କରି ଭୁଲ ବା ଠିକ୍ ଚିହ୍ନ ମାରିବ। ଯଦି ବୁଝା ନ ପଡ଼ିଲେ ମୁଁ ଦେଇଦେଉଛି ଦେଖ। ଏହିପରି ଭାବେ ଠିକ୍ ଭୁଲ ମାରିପାରିବ। ଏବେ ଚାଲ ନେକ୍ସଟ ଦେଖିବା କ୍ୱେଶ୍ଚିନ୍ କ'ଣ ଦେଇଛି। ତ ହେଡିଂ ଦେଇଛି ପାଠରୁ ଆଗକୁ। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ତୁମ ବାପା କେବେ କାହାକୁ ବିପଦରୁ ମୁକୁଳାଇଛନ୍ତି କି? ତାଙ୍କଠାରୁ ତାଙ୍କ ଅନୁଭୂତି ଶୁଣି ଶ୍ରେଣୀରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା କରିବ। ପିଲାମାନେ ଯଦି ଲେଖିବ, ଦେଖ ମୁଁ କହିଦେଉଛି, ଉତ୍ତର ଲେଖିବ ହଁ, ମୋ ବାପା ଥରେ ଜଣେ ବ୍ୟକ୍ତିଙ୍କୁ ବିପଦରୁ ରକ୍ଷା କରିଥିଲେ। ଅନୁଭୂତି, ଦିନ ରାସ୍ତାରେ ଯାଉଥିବା ସମୟରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାରେ ଶିକାର ହୋଇ ଜ୍ୱରରେ ଆହତ ହୋଇଥିଲେ। ବାପା ତୁରନ୍ତ ଗାଡ଼ି ରଖି ତାଙ୍କୁ ଉଦ୍ଧାର କଲେ ଏବଂ ଆମ୍ବୁଲାନ୍ସ ଡାକି ଡାକ୍ତରଖାନା ପଠାଇଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ। ତ ପିଲାମାନେ ଏମିତି ଭାବେ ଲେଖିପାରିବା। ତମ ମନରୁ ଲେଖିଲେ ଚଳିବ, ନ ଲେଖିଲେ ବି ଚଳିବ। ଏବେ ଦେଖ ନେକ୍ସଟ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି, ତୁମେ କେବେ ଚତୁରତାର ସହିତ କୌଣସି ବିପଦରୁ ନିଜକୁ ରକ୍ଷା କରିଛ କି? ସେହି ଅନୁଭୂତିରେ ନିଜ ଶ୍ରେଣୀ ଗୃହରେ ଶୁଣାଅ। ତ ପିଲାମାନେ ଯଦି ବିପଦରେ ତମେ ନିଜେ ଯଦି ରକ୍ଷା କେବେ କରିଛ ହେଲେ ଶ୍ରେଣୀ ଗୃହରେ ସାଙ୍ଗମାନଙ୍କ ସହିତ ଏଇଟା ଶୁଣିବ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ ନେକ୍ସଟ ପେଜ 69 କାର୍ଡ଼। ଦେଖ ଖୋଜିବା ପାଇଁ ହେଡିଂ ଦେଇଛି, କ'ଣ ଲେଖା ଅଛି ଦେଖ, ପିଲାମାନେ ତୁମେ ବାପା ମା ଅଭିଭାବକଙ୍କ ସହିତ କେବେ ନନ୍ଦନକାନନ ବୁଲିବାକୁ ଯାଇଥିବ। ତୁମେ ପରିବେଶରେ ମଧ୍ୟ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବ। ସେହି ପଶୁପକ୍ଷୀଙ୍କୁ ନେଇ ତୁମେ ଅନୁଭୂତି ଶ୍ରେଣୀ ଗୃହରେ ଆଲୋଚନା କର। ତ ପିଲାମାନେ ଏଇଠି ନନ୍ଦନକାନନ ଯାଇଥିଲେ ତା ବିଷୟରେ ଆଲୋଚନା କରିବ। ତ ନେକ୍ସଟ ଦେଖ କ'ଣ ଲେଖା ହେଇଛି। ପିଲାମାନେ ଦେଖ ନେକ୍ସଟ ହେଡିଂ କ'ଣ ଦିଆଯାଇଛି, ଜଙ୍ଗଲରେ ଶାନ୍ତି ଓ ସୁରକ୍ଷା। କ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ, ଯଦି ଜଙ୍ଗଲରେ ଶିକାରୀ ଓ କପଟମାନଙ୍କ ମଧ୍ୟରେ ବନ୍ଧୁତା ଥାଆନ୍ତା ତେବେ ଜଙ୍ଗଲରେ କ'ଣ ହୋଇଥାନ୍ତା? ତ ପିଲାମାନେ ଆର ଉତ୍ତର ଲେଖିବ। ତ ଉତ୍ତର ଲେଖିବ, ଯଦି ଶିକାରୀ ଓ କପଟମାନଙ୍କ ମଧ୍ୟରେ ବନ୍ଧୁତା ଥାଆନ୍ତା ତେବେ ଜଙ୍ଗଲରେ ଏକ ଭୟଶୂନ୍ୟ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାନ୍ତା। ପକ୍ଷୀମାନେ ନିର୍ଭୟରେ ବିଚରଣ କରିପାରିଥାନ୍ତେ ଏବଂ ଜୀବଜନ୍ତୁଙ୍କ ଜୀବନ ସୁରକ୍ଷିତ ରହନ୍ତା। ତ ପିଲାମାନେ ଏମିତି କ ନମ୍ବର ଲେଖିବ। ଖ ନମ୍ବର ଦେଖ, ଖ ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି, ସମସ୍ତ ପଶୁପକ୍ଷୀ ସ୍ୱାଧୀନ ହୋଇ ଆନନ୍ଦ ମନରେ କିପରି ରହିବେ? ତୁମେ ତୁମର 2ଟି ମତାମତ ଲେଖ। ତ ଏଠି ଦେଖ ସଂକେତ ଦେଇଛି, ଏପରି ଉପାୟ ଚିନ୍ତା କର ଯାହାଦ୍ୱାରା ଜଙ୍ଗଲରେ ସମସ୍ତ ଜୀବଜନ୍ତୁ, ଗଛଲତା, ଜଳ, ବାୟୁ ସୁରକ୍ଷିତ ରହିବ। ତ ଦେଖ ଖ ନମ୍ବର ଏବେ ଚାଲ ଉତ୍ତର ଲେଖିବା। ତ ଖ ନମ୍ବର ଉତ୍ତର ଲେଖିବ ପିଲାମାନେ, ପଶୁପକ୍ଷୀମାନଙ୍କୁ ସ୍ୱାଧୀନ ଓ ଆନନ୍ଦରେ ରଖିବା ପାଇଁ ମୋର 2ଟି ମତାମତ ହେଲା, 1 ଲେଖିବ ଜଙ୍ଗଲର ଶିକାରୀ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ, ଯାହାଦ୍ୱାରା ସେମାନେ ବିନା ଭୟରେ ରହିପାରିବେ। 2 ନମ୍ବର ଲେଖିବ ସେମାନଙ୍କର ପ୍ରାକୃତିକ ଅବସ୍ଥାସ୍ଥଳୀ ଜଙ୍ଗଲରୁ ନଷ୍ଟ ନ କରି
ଅତ୍ୟଧିକରୁ ଅଧିକ ଗଛ ଲଗାଇବା ଉଚିତ, ଯାହାଦ୍ୱାରା ସେମାନେ ନିଜ ପରିବେଶରେ ସୁରକ୍ଷିତ ଅନୁଭବ କରିବେ। ତ ପିଲାମାନେ 1, 2 କରି ଏମିତି ଗୋଟେ ଗୋଟେ କରି ଲେଖିବେ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ଦେଖ ହେଡ଼ିଂ ଦିଆଯାଇଛି ପୁସ୍ତକଗାରରୁ। ଦେଖ କ'ଣ ଲେଖା ଅଛି, ତୁମ ବିଦ୍ୟାଳୟରେ ପୁସ୍ତକଗାରରୁ ଯାଅ, ଶିକ୍ଷକଙ୍କ ସହାୟତାରେ ପାଠାଗାରରୁ ହିତ ଉପଦେଶ ମୂଳକ କାହାଣୀ ବହି ଆଣ, ଯେଉଁଥିରେ ଉଭୟ ମନୁଷ୍ୟ ଓ ପଶୁପକ୍ଷୀ ସମ୍ବନ୍ଧିତ କଥା ରହିଥିବ। ତ ପିଲାମାନେ ସେହି କାହାଣୀ ଗୁଡ଼ିକୁ ପଢ଼। କେଉଁ କାହାଣୀରୁ କ'ଣ ଶିଖିଲ ତୁମ ଖାତାରେ ଲେଖି ରଖ। ତ ପିଲାମାନେ ଏଇଟା ନିଜେ କରିବା, ଆର କିଛି ଉତ୍ତର ସେମିତି କିଛି ନାହିଁ। ତ ପିଲାମାନେ ଏହିଭଳି ଭାବେ କ୍ୱେଶ୍ଚିନ୍ ଆନ୍ସର ପିଲାମାନେ ସରିଲା। ତ ପିଲାମାନେ ଭାଷା ମହକରେ ଚାପ୍ଟର 1 ଚାପ୍ଟର 2 ବି କ୍ୱେଶ୍ଚିନ୍ ଆନ୍ସର ଛାଡ଼ି ଦେଇଥିବେ, ଲିଙ୍କ ଡିସ୍କସନ୍ ଦେଇଦେଇଥିବେ, ଯାଇକି ଦେଖିପାରିବ।